ଆମେ ଆମର ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ କଥାକୁ ଅନେକ ଥର ଗପ ତଥା କାହାଣୀ ରୂପରେ ଜାଣିବାକୁ ପାଇଛେ। ଭଗବାନ କିଏ, ତାଙ୍କର ବିଭିନ୍ନ ଅବତାର ଓ ଜୀବନ କାହାଣୀ ବି ଶୁଣିଛେ। ଆଜି ଆମେ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ବିଷୟରେ କଥା ହେବା। ବିଷ୍ଣୁଙ୍କର ଅଷ୍ଟମ ଅବତାର ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ୟାଙ୍କ କାହାଣୀ ବିଷୟରେ କାହାକୁ ଅଜଣା ଅଛି? କୃଷ୍ଣଙ୍କ ଜନ୍ମଠୁ ଆରମ୍ଭ କରି ତାଙ୍କ ବିବାହ ପର୍ଯ୍ୟନ୍ତ ସବୁ ଲୀଳାଖେଳା ବିଷୟରେ ପ୍ରଭୁ ଆମକୁ ଜଣାଇଛନ୍ତି ଗପ ତଥା କାହାଣୀ ମାଧ୍ୟମରେ। କିନ୍ତୁ ପ୍ରଭୁଙ୍କ ମୃତ୍ୟୁ କେମିତି ହେଲା କ'ଣ ଆପଣ ଜାଣିଛନ୍ତି? କାହା ପାଇଁ ଶ୍ରୀକୃଷ୍ଣଙ୍କର ମୃତ୍ୟୁ ହେଲା? ଏହା ପଛରେ କ'ଣ କାରଣ ରହିଛି? ଭଗବାନ ହୋଇ ମଧ୍ୟ ତାଙ୍କର ମୃତ୍ୟୁ କେମିତି ସମ୍ଭବ ହେଲା? କିଏ ତାଙ୍କୁ ମାରିଲା? ଏସବୁ ବିଷୟରେ ଚାଲନ୍ତୁ ଆଜି ଜାଣିବା। ଭଗବାନ କୃଷ୍ଣଙ୍କ ମୃତ୍ୟୁ କିପରି ହୋଇଥିଲା? ମୃତ୍ୟୁର କାରଣ କ'ଣ ଥିଲା? ମୃତ୍ୟୁ ପରେ ଶ୍ରୀକୃଷ୍ଣ ତାଙ୍କ ଶରୀର ତ୍ୟାଗ କରିଥିଲେ କି? ତାଙ୍କ ମୃତ୍ୟୁ ପରେ କ'ଣ ଘଟିଥିଲା? ଏ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ। ପୌରାଣିକ ମତ ଅନୁସାରେ ଭଗବାନ କୃଷ୍ଣଙ୍କ ଜନ୍ମ ଖ୍ରୀଷ୍ଟପୂର୍ବ 3112ରେ ମଥୁରାରେ ହୋଇଥିଲା। ତଥାପି ତାଙ୍କର ବାଲ୍ୟକାଳ ବୃନ୍ଦାବନ, ବର୍ଷାନା, ନନ୍ଦଗାଁ, ଗୋକୁଳ ଏବଂ ଦ୍ୱାରକା ଆଦିରେ ବିତିଥିଲା। କୁହାଯାଏ ଯେ ମହାଭାରତ ଯୁଦ୍ଧ ପରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାରକାରେ 36 ବର୍ଷ ରାଜତ୍ୱ କରିଥିଲେ। ଏହାପରେ ସେ ନିଜ ଶରୀର ତ୍ୟାଗ କରିଦେଲେ। ସେତେବେଳେ ତାଙ୍କର ବୟସ ଥିଲା 125 ବର୍ଷ। ପ୍ରକୃତରେ ତାଙ୍କ ମୃତ୍ୟୁ ପଛରେ ଦୁଇଟି କାରଣ ରହିଛି। ତାଙ୍କୁ ଅଭିଶାପ ମିଳିଥିଲା, ଯାହା କାରଣରୁ ତାଙ୍କର ମୃତ୍ୟୁ ଘଟିଲା। କିନ୍ତୁ କିଏ ଦେଇଥିଲେ ଏ ଅଭିଶାପ? କେଉଁଭଳି ଭାବେ ତାଙ୍କର ମୃତ୍ୟୁ ଘଟିଲା? ଚାଲନ୍ତୁ ଜାଣିବା। କୁହାଯାଏ ଯେ ମହାଭାରତ ଯୁଦ୍ଧ ପରେ ଯେତେବେଳେ ଦୁର୍ଯ୍ୟୋଧନ ଏବଂ ତାଙ୍କର ସମସ୍ତ ଭାଇମାନଙ୍କୁ ହତ୍ୟା କରାଯାଇଥିଲା, ତାଙ୍କ ମାତା ଗାନ୍ଧାରୀ ଏହି ଦୁଃଖକୁ ସହିପାରିନଥିଲେ। ଶେଷରେ ସେ କ୍ରୋଧିତ ହୋଇଯାଇଥିଲେ। ଆଉ ଯୁଦ୍ଧ କ୍ଷେତ୍ରରେ ନିଜ ପୁତ୍ରମାନଙ୍କର ଶବକୁ ଦେଖି ସେ ନିଜକୁ ରୋକି ପାରିଲେନି। ଆଉ ଏହି ସମୟରେ ନିଜ ପୁତ୍ରର ମୃତ୍ୟୁ ବିୟୋଗରେ ଶୋକ କରୁଥିବା ସମୟରେ ଗାନ୍ଧାରୀ କୃଷ୍ଣଙ୍କୁ 36 ବର୍ଷ ପରେ ମୃତ୍ୟୁବରଣ କରିବାକୁ ଅଭିଶାପ ଦେଇଥିଲେ। ଯଦୁବଂଶ ଲୋପ ପାଇବ ବୋଲି ଗାନ୍ଧାରୀ କୃଷ୍ଣଙ୍କୁ ଅଭିଶାପ ଦେଇଦେଲେ, ଯାହା ସତରେ ମଧ୍ୟ ଘଟିଗଲା। ଏହା ଶୁଣି ସେତେବେଳେ ପାଣ୍ଡବମାନେ ବି ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ ଶ୍ରୀକୃଷ୍ଣ ହସି ହସି ଏ ଅଭିଶାପକୁ ଗ୍ରହଣ କରିଥିଲେ, କାରଣ ଏହା ଗୋଟିଏ ମାଆର ଅଭିଶାପ ଥିଲା। ଏହାପରେ ଠିକ୍ 36 ବର୍ଷ ପରେ ତାଙ୍କର ମୃତ୍ୟୁ ହେଲା। ହେଲେ କେମିତି, ଏବେ ଜାଣନ୍ତୁ। ସେ ଜଣେ ଶିକାରୀଙ୍କ ହାତରେ ମୃତ୍ୟୁବରଣ କଲେ। ଭାଗବତ ପୁରାଣରେ କୁହାଯାଇଛି ଯେ ଥରେ ଭଗବାନ କୃଷ୍ଣଙ୍କ ପୁତ୍ର ଶାମ୍ବ ଏକ ଦୁଷ୍ଟାମି କରିବାକୁ ଚିନ୍ତା କରିଥିଲେ। ଶାମ୍ବ ତାଙ୍କ ବନ୍ଧୁମାନଙ୍କ ସହିତ ମିଶି ଜଣେ ମହିଳା ବେଶ ଧାରଣ କରି ଋଷିମାନଙ୍କୁ ଭେଟିବାକୁ ଗଲେ। ଶାମ୍ବ ଜଣେ ମହିଳା ବେଶରେ ଋଷିମାନଙ୍କୁ କହିଲେ ଯେ ସେ ଗର୍ଭବତୀ। ଯଦୁବଂଶ କୁମାରଙ୍କର ଏହି ଦୁଷ୍ଟାମିରେ ଋଷିମାନେ କ୍ରୋଧିତ ହୋଇଗଲେ ଆଉ ତାଙ୍କୁ ଅଭିଶାପ ଦେଲେ ଯେ ତୁମେ ଏକ ଲୁହା ତୀର ଜନ୍ମ ନେବ, ଯାହା ତୁମର ସମଗ୍ର ବଂଶକୁ ଧ୍ୱଂସ କରିଦେବ। ଏ ଅଭିଶାପ ଶୁଣି ଶାମ୍ବ ଭୟଭୀତ ହୋଇଗଲେ ଆଉ ତୁରନ୍ତ ଉଗ୍ରସେନଙ୍କୁ ଜଣାଇଲେ। ଅଭିଶାପରୁ ମୁକ୍ତି ପାଇବା ପାଇଁ ଉଗ୍ରସେନ ଶାମ୍ବଙ୍କୁ ତୀରକୁ ଗୁଣ୍ଡ କରି ପ୍ରଭାସ ନଦୀରେ ପ୍ରବାହିତ କରିବାକୁ କହିଲେ। ତାପରେ ଶାମ୍ବ ମଧ୍ୟ ସେହିପରି କଲେ। ଏହାପରେ ଉଗ୍ରସେନ ରାଜ୍ୟରେ ଏକ ଆଦେଶ ଜାରି କଲେ ଯେ ଯାଦବ ରାଜ୍ୟରେ କେହି କୌଣସି ପ୍ରକାରର ନିଶା ଦ୍ରବ୍ୟ ବ୍ୟବହାର, ଉତ୍ପାଦନ କିମ୍ବା ବଣ୍ଟନ କରିବେ ନାହିଁ। ଏହି ଘଟଣା ପରେ ଦ୍ୱାରକାରେ ଅନେକ ଅଶୁଭ ସଂକେତ ଦେଖାଗଲା, ଯେଉଁଥିରେ ସୁଦର୍ଶନ ଚକ୍ର, ବଳରାମଙ୍କ ହଳ ଏବଂ ଶ୍ରୀକୃଷ୍ଣଙ୍କ ଶଙ୍ଖ ଏବଂ ରଥର ଅନ୍ତର୍ଦ୍ଧାନ ଅନ୍ତର୍ଭୁକ୍ତ ଥିଲା। ଧୀରେ ଧୀରେ ଏଠାରେ ଅପରାଧ ଏବଂ ପାପ ବଢ଼ିବାକୁ ଲାଗିଲା ଏବଂ ଗୋଟିଏ ଦିନ ସହରର ସମସ୍ତ ନାଗରିକ ମଦ୍ୟପାନ କରି ନିଜ ନିଜ ମଧ୍ୟରେ ଝଗଡ଼ା କରିବାକୁ ଲାଗିଲେ। ଏହିପରି ସମସ୍ତେ ନିଜ ନିଜ ମଧ୍ୟରେ ଲଢ଼ି ମରିବାକୁ ଆରମ୍ଭ କଲେ। ଭାଗବତ ପୁରାଣ ଅନୁସାରେ ଦିନେ ଭଗବାନ ଶ୍ରୀକୃଷ୍ଣ ଏକ ବରଗଛ ତଳେ ବିଶ୍ରାମ ନେଉଥିଲେ। ସେତେବେଳେ ଜରାସବର ନାମକ ଜଣେ ଶିକାରୀ ଭଗବାନ ଶ୍ରୀକୃଷ୍ଣଙ୍କୁ ହରିଣ ଭାବି ତାଙ୍କ ଉପରକୁ ଏକ ତୀର ମାରିଲେ, ଯାହାପରେ ଶ୍ରୀକୃଷ୍ଣ ତାଙ୍କ ଶରୀର ତ୍ୟାଗ କରି ମୃତ୍ୟୁବରଣ କରିଥିଲେ। ଏହି ତୀରଟି ତାଙ୍କ ପାଦରେ ବାଜିଥିଲା। ଶେଷରେ ମାତା ଗାନ୍ଧାରୀଙ୍କର ଅଭିଶାପ କ୍ରମେ ଶ୍ରୀକୃଷ୍ଣ ନିଜ ଦେହ ତ୍ୟାଗ କରିଥିଲେ। ପ୍ରକୃତରେ ଏହି ତୀରଟି ସେହି ଲୁହା ତୀରର ଏକ ଅଂଶ ଥିଲା, ଯାହାକୁ ଶାମ୍ବ ଉଗ୍ରସେନଙ୍କ ନିର୍ଦ୍ଦେଶରେ ଚୂର୍ଣ୍ଣ କରି ନଦୀରେ ଫିଙ୍ଗି ଦେଇଥିଲେ। ଏହିପରି ଋଷିଙ୍କ ଅଭିଶାପ ଅନୁସାରେ ସମସ୍ତ ଯଦୁବଂଶ ଧ୍ୱଂସ ପାଇଗଲା।
ଗାନ୍ଧାରୀଙ୍କ ଅଭିଶାପ ଅନୁଯାୟୀ ଶ୍ରୀକୃଷ୍ଣଙ୍କର ମୃତ୍ୟୁ ହୋଇଥିଲା। ଏବେ ଆପଣ ଜାଣିସାରିଥିବେ ଯେ ଭଗବାନ ଶ୍ରୀକୃଷ୍ଣଙ୍କର ମୃତ୍ୟୁ କିଭଳି ହେଲା। ଭଗବାନ ଶ୍ରୀକୃଷ୍ଣଙ୍କୁ କିଏ ମାରିଲା ଏବଂ କାହିଁକି ମାରିଲା? ଭଗବାନ ଶ୍ରୀକୃଷ୍ଣଙ୍କୁ ଅଭିଶାପ କିଏ ଦେଇଥିଲା? ଯଦୁବଂଶର ଲୋପ ବା ନିପାତ କେମିତି ହେଲା? ଯଦି ଆଜିର ଏହି ଇନଫର୍ମେସନଟି ଆପଣଙ୍କୁ ଭଲ ଲାଗିଛି ତେବେ କମେଣ୍ଟ ମାଧ୍ୟମରେ ମୋତେ ନିଜ ଫିଡବ୍ୟାକ୍ ଜଣାନ୍ତୁ। ଆମ ଧର୍ମ ଶାସ୍ତ୍ର ପୁରାଣ ସମ୍ବନ୍ଧୀୟ ଏଭଳି ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଯଦି ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର ମଧ୍ୟ କରନ୍ତୁ।